ଓଡ଼ିଆ ମଧ୍ୟଯୁଗୀय କାବ୍ୟ ସାହିତ୍ୟ ରସାନୁମୋଦି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ଆମେ ପୁଣି ସେଇ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ଶେଷ ପର୍ଯ୍ୟାୟରେ କବି ଭୀମ ଭୋଇଙ୍କର ତୃତି ଚିନ୍ତାମଣିର ଆଉ ଗୋଟିଏ ବୋଲି। ଏହା ପୂର୍ବରୁ ଆପଣମାନେ ଜାଣିଛନ୍ତି ଆମେ ଭୀମ ଭୋଇଙ୍କ ସମ୍ପର୍କରେ ଏବଂ ତାଙ୍କର ଜୀବନୀ ସମ୍ପର୍କରେ ସାମାନ୍ୟ ସୂଚନା ମୁଁ ଦେଇଥିଲି, ଆପଣମାନେ ଜାଣିଛନ୍ତି। ଏବଂ ପ୍ରଥମ ବୋଲି ତାଙ୍କର ଯେଉଁ ସ୍ତୁତି ଚିନ୍ତାମଣି ସଂକଳିତ ସଙ୍ଗୀତ ଗୁଡ଼ିକ ରହିଛି ବା ଗୀତି କବିତା ଗୁଡ଼ିକ ରହିଛି, ଅତି ତତ୍ତ୍ୱମୟ ଉପନିଷଦୀୟ ଚିନ୍ତାଧାରା ଏବଂ ଅତ୍ୟନ୍ତ ସରଳ ସାବଳୀଳ ସମସ୍ତଙ୍କର ବୋଧଗମ୍ୟ ହେଲା ଭଳି ଭାଷାରେ ସେ ଏଗୁଡ଼ିକ ସବୁ ବର୍ଣ୍ଣନା କରିଛନ୍ତି। ଏପରି 100ଟି ବୋଲି ସ୍ତୁତି ଚିନ୍ତାମଣିରେ ସଂଗୃହୀତ ହୋଇଛି, ସଂକଳିତ ହୋଇଛି। ମୁଁ ସେ